ଖଇରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରାଦ୍ଧବାର୍ଷିକ ପାଳନ ଅନୁଷ୍ଠିତ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଖଇରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜାତୀୟ ଜୁନିୟର ରେଡ୍କ୍ରସ ଓ ସ୍ୱର୍ଗତ ସୁରେନ୍ଦ୍ର ନାୟକଙ୍କ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି। ଉକ୍ତ ଉତ୍ସବକୁ ଖଇରା ହାଇସ୍କୁଲର ହିନ୍ଦୀ ଶିକ୍ଷକ ନରୋତ୍ତମ ପୁଟି ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ସଭାରେ ପରିଚାଳକ ଦିଲ୍ଲୀପ କୁମାର ଲେଙ୍କା ସଭାପତିତ୍ୱ କରି ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀର ଭାଇ ଶ୍ରୀମାନ ସାଇ ପ୍ରସନ୍ନଙ୍କ ଦେହାନ୍ତ ବିଷୟରେ ସଭାକୁ ଜଣାଇ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଜାତୀୟ ଜୁନିୟର ରେଡ୍କ୍ରସ ବିଷୟର ପିଲାମାନଙ୍କୁ ଉଦ୍ବୋଧନ ଦେଇ ସ୍ୱର୍ଗତ ସୁରେନ୍ଦ୍ର ନାୟକ ଏ ଅଞ୍ଚଳରେ ଜଣେ ବିପଦର ସାଥୀ ବୋଲି କହିଥିଲେ। ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ସାହୁ ସ୍ୱର୍ଗତ ସୁରେନ୍ଦ୍ର ନାୟକଙ୍କର ଶିକ୍ଷା ପ୍ରତି ଭଲ ପାଇବା ବିଷୟରେ ଆଲୋକପାତ କରିଥିଲେ। ପରିଚାଳକ ଦିଲ୍ଲୀପ କୁମାର ଲେଙ୍କା ସ୍ୱର୍ଗତ ନାୟକଙ୍କର ଜ୍ୟେଷ୍ଠ ପୁତ୍ର ଦେବେନ୍ଦ୍ର ନାୟକଙ୍କ ପୁରା ପ୍ରଦତ୍ତ ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ପ୍ରତ୍ୟେକ ଶ୍ରେଣୀର 5 ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବହି ଖାତା ଦିଆଯାଇଥିଲା। ଉକ୍ତ ରେଡ୍କ୍ରସ ଶିବିରରେ ଗୁରୁଜୀ ଷ୍ଟାଲିନ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ପିୟୁଷ ରାଉତ, ଭରତ ବେହେରା, ଗୁରୁମା ସାବିତ୍ରୀ ପଣ୍ଡା, ପୁଷ୍ପାଞ୍ଜଳି ରାଉତ, ବନ୍ଦନା ପ୍ରଧାନ, କ୍ରିଷ୍ଣାରାଣୀ ହାତୀ, ଦୀପାଞ୍ଜଳି ବେହେରା, ପ୍ରମୋଦିନୀ ଗିରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସମ୍ପାଦିକା କଳ୍ପନା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ୱର ଖଇରାରୁ ପଦ୍ମଲୋଚନ ଦାସ, ରୂପଥାଳିଆ ନ୍ୟୁଜ।